ତ ସାଙ୍ଗମାନେ ସକାଳୁ ସକାଳୁ ମୁଁ ଚଢେଇକୁ ଖାଇବା ଦେଇ ସାରିଲା ପରେ ସେମାନେ ଯେମିତି ଖୁସିରେ ଖାଉଛନ୍ତି ତାଙ୍କ ଖୁସି ଦେଖି ସାରିଲା ପରେ ନା ମତେ ଏତେ ଖୁସି ଲାଗୁଛି ଯୋଉଟା କି ମୁଁ କହିଲେ ବି ସରିବନି। ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ରାଜା, ମୁଁ କାମ କରେ ହାଇଦ୍ରାବାଦରେ। ଘଟଣା କିଛି ଏମିତି କି ସକାଳୁ ସକାଳୁ ମୁଁ ଉଠିଲା ବେଳକୁ ଦେଖେ ଯେ ଇଏ ଦି ଜଣ ମୋ ଆଗରୁ ଉଠି ସାରିଲେଣି। ଭାଇ ଆମର ମୁହଁ କାଢିକି ମୋବାଇଲ ଦେଖୁଛନ୍ତି, ଆଉ ଜଣେ ଏଠି ମୁହଁ ଘୁଡି ହେଇକି ମୋବାଇଲ ଦେଖୁଛି। ସେ ଯେମିତି ମୋବାଇଲ ଦେଖୁଛି ନା ମତେ ଯେମିତି ଲାଗିଲା ସିଏ ତା ଗାର୍ଲଫ୍ରେଣ୍ଡ ସହିତ କଥା ହଉଛି। ହେଲେ ଗୋଟେ ସତ କଥା ଏଇଟା କି ତାର କେହି ଗାର୍ଲଫ୍ରେଣ୍ଡ ନାହାନ୍ତି। ତ ସାଙ୍ଗମାନେ ସିଏ ତ ସେଠି ଦି ଜଣ ଘୁଡି ଗାଡି ହେଇକି ମୋବାଇଲ ଦେଖୁଛନ୍ତି, ଆଉ ମୁଁ ରୁମ ବାହାରକୁ ଟିକେ ବୁଲିବା ପାଇଁ ପଳେଇ ଆଇଲି। ରୁମ ବାହାରକୁ ଆସିକି ଦେଖେ ତ ଚଢେଇ ମାନେ ସକାଳୁ ସକାଳୁ ଦୁଆର ଆଗରେ ଉଡୁଛନ୍ତି। କାହିଁକି ଉଡୁଛନ୍ତି ଜାଣିଛ? ଚଢେଇ ମାନଙ୍କୁ ସକାଳୁ ସକାଳୁ ଭୋକ ଲାଗିଲାଣି। ତ ମୁଁ ଡେରି ନ କରି ଚଢେଇ ମାନଙ୍କ ପାଇଁ ଚାଉଳ ଆଣିବା ପାଇଁ ଗଲି। ତ ସାଙ୍ଗମାନେ ଚାଉଳ ତ ମୁଁ ଆଣିକି ସାଙ୍ଗେ ସାଙ୍ଗେ ପକେଇଦେଲି। ଏବେ ଦେଖିବା ଚଢେଇ ମାନେ ଚାଉଳ ଖାଉଛନ୍ତି କି ନାହିଁ। ସାଙ୍ଗମାନେ କିଛି ସମୟ ପରେ ଦେଖିଲା ବେଳକୁ ଚଢେଇ ମାନେ ସତରେ ଆସି ଚାଉଳ ଖାଉଛନ୍ତି। ଯାହା ହଉ ଆଜି ମତେ ଟିକେ ଖୁସି ଲାଗିଲା କି ଭୋକିଲା ଚଢେଇ ମାନଙ୍କୁ ଆଜି ମୁଁ ଖାଇବାକୁ ଦେଲି। ସାଙ୍ଗମାନେ ଏମିତିରେ ଆଉ ଗୋଟେ ଖୁସି ଖବର କଣ ଜାଣିଛ? ଆମ ଫୁଲ ଗଛରେ ଫୁଲ କଢ ହେଇଛି। ଯୋଉମାନେ ଏଇ ଗଛର ନା ଜାଣିଛ ତ ନିହାତି ଭାବରେ କମେଣ୍ଟରେ କହିବ ତମ ଆଡେ ଏ ଗଛକୁ କି ଗଛ କୁହାଯାଏ। ସାଙ୍ଗମାନେ ଏବେ ଟାଇମ ଆସିଲା ଆମ ଖାଇବା ପାଳି। ଯେହେତୁ ଆମେ ଡ୍ୟୁଟି ଟିଫିନ ନେଇକି ଯାଉ ସେଥିପାଇଁ ବାବୁ ଆମର ଖାଇବା ପୁରଉଛନ୍ତି। ମୁଁ ଖାଇସାରି ଉଠିକି ଦେଖେ ତ ଭାଇ ଆମର ଏଠି ପେଟକୁ ଏମିତି ହଲଉଛନ୍ତି, ଯେମିତି ଲାଗୁଛି ଭାଇ ବୋଧେ ଆଜି ଟାଣିକି ଖାଇ ଦେଇଛନ୍ତି। ଏମିତି ସାଙ୍ଗମାନେ ମୋର ଡ୍ୟୁଟି ଯିବାର ଟାଇମ ବି ହେଇଗଲାଣି, ସେଥିପାଇଁ ମୁଁ ଡେରି ନ କରି ଡ୍ୟୁଟି ଯିବା ପାଇଁ ରେଡି ହଉଛି। ଡ୍ୟୁଟି ଯିବା ସମୟରେ ଆମ ରୁମ ରେ କିଛି ଅଳିଆ ଥିଲା, ଆଉ ସେ ଅଳିଆ ଗୁଡାକ ସବୁ ଧରି ମୁଁ ଡ୍ୟୁଟି ଚାଲିଗଲି। ଅଳିଆ ଗୁଡାକ ସବୁ ମୁଁ ଫିଙ୍ଗି ଆମେ ତିନି ଜଣ ଚାଲି ଚାଲି ଡ୍ୟୁଟି ଯାଉଛୁ। ତ ସାଙ୍ଗମାନେ ଆମ ମାନଙ୍କ ଭିଡିଓ ଦେଖିକି ତମମାନଙ୍କୁ କେମିତି ଲାଗିଲା? ତ ସାଙ୍ଗମାନେ ଯଦି ବି ତମମାନଙ୍କୁ ଆମ ଭିଡିଓ ଟିକେ ବି ଭଲ ଲାଗିଥିବ ତ ଭିଡିଓକୁ ଲାଇକ୍ କରିବା ପାଇଁ ଜମାରୁ ଭୁଲିବେନି। ରହିଲି, ଜୟ ଜଗନ୍ନାଥ।